ଯେଉଁ ଛାତ୍ରଛାତ୍ରୀମାନେ +3 ସେକେଣ୍ଡ ଫେଜ୍କୁ ଅପେକ୍ଷା କରିଥିଲେ ସେହି ପିଲାଙ୍କ ପାଇଁ ଏ ଭିଡ଼ିଓଟି ବହୁତ ଇମ୍ପୋର୍ଟାଣ୍ଟ ରହିଛି। ଅନେକ ଷ୍ଟୁଡେଣ୍ଟସ୍ ବାସ୍ ଗୋଟେ କ୍ୱେରିଜ୍ ଥିଲା, ସେକେଣ୍ଡ ଫେଜ୍ ରିଲେଟେଡ୍ ଭିଡ଼ିଓ ଆଣନ୍ତୁ। ଦେଖନ୍ତୁ, ଆପଣମାନେ ଆପଣଙ୍କର +3 ଫାଷ୍ଟ ଫେଜ୍ ଆଡ଼ମିସନ୍ର ଲାଷ୍ଟ ଡେଟ୍ଟି 16 ଜୁଲାଇ ରହିଥିଲା, ଯାହାକି ଆପଣମାନଙ୍କର ଆସନ୍ତାକାଲିକୁ 1 ମାସ ହେଇଯିବ। କିନ୍ତୁ ଏଯାଏଁ ଆପଣମାନଙ୍କର ସେକେଣ୍ଡ ଫେଜ୍ ରିଲେଟେଡ୍ କୌଣସି ବି ନୋଟିସ୍ ଆସିନାହିଁ। ତ ଆପଣମାନେ ଦେଖିପାରୁଥିବେ, ଏଠି ଯେଉଁ ଭ୍ୟୁ ମୋର୍ ଉପରେ ମୁଁ କ୍ଲିକ୍ କଲି, ଭ୍ୟୁ ମୋର୍ ଉପରେ କ୍ଲିକ୍ କରିସାରିଲା ପରେ ଆପଣମାନେ ଦେଖିପାରୁଥିବେ ଏଠି ଆପଣମାନଙ୍କର ଲେଟର୍ ଡେଟ୍ ଆପଣଙ୍କର ରହିଛି 3 ଜୁଲାଇ, ଆଉ ଗୋଟେ ରହିଛି 11 ଜୁନ୍ ହେଲା। ଏ ଦୁଇଟି ନୋଟିସ୍ ଆପଣଙ୍କର ଫ୍ରେଶ୍ ଆସିଥିଲା। ଗୋଟେ ଆପଣଙ୍କର ସ୍ପଟ୍ ପାଇଁ ଆସିଥିଲା, ଅନ୍ୟଟି ଆପଣମାନଙ୍କର କ'ଣ ପାଇଁ ଆସିଥିଲା, ଅନ୍ୟଟି ଆପଣମାନଙ୍କର ଆସିଥିଲା ଦେଖନ୍ତୁ ଫାଷ୍ଟ ଫେଜ୍ ପାଇଁ ହେଲା। ଏତିକି ଆପଣମାନଙ୍କର ଆସିଥିଲା, ବୁଝିପାରିଲେ? ତ ଆପଣମାନେ ଜାଣିପାରିଲେ ଏସବୁ ଦେଖିକି। ତ ମୁଁ ଏବେ କ'ଣ କରିବି ନା, ସିମ୍ପଲି ଏଇ ଫାଷ୍ଟ ଫେଜ୍ ଉପରେ କ୍ଲିକ୍ କରିବି ହେଲା। ଫାଷ୍ଟ ଫେଜ୍ ଉପରେ କ୍ଲିକ୍ କଲେ ମୋର PDFଟି ଡାଉନଲୋଡ଼ ହେଇଯିବ। ମୁଁ ଡାଉନଲୋଡ଼ କରୁଛି। ତ ଆପଣମାନେ ଦେଖିପାରୁଥିବେ ଯେଉଁ +3 ଫାଷ୍ଟ ଫେଜ୍ ପାଇଁ ଆପଣ ଯେଉଁ ନୋଟିଫିକେସନ୍ ଆସିଥିଲା ଗଭର୍ଣ୍ଣମେଣ୍ଟ ଅଫ୍ ଓଡ଼ିଶା ହାୟର ଏଜୁକେସନ୍ ଡିପାର୍ଟମେଣ୍ଟ କେବେ ଆସିଥିଲା ଆପଣମାନେ ଦେଖନ୍ତୁ। ଆପଣମାନଙ୍କର ଜୁନ୍ 11ରେ ଆସିଥିଲା ହେଲା। ଏଇଠି ଆପଣମାନେ ସବଜେକ୍ଟ ଦେଖିପାରୁଥିବେ, ଗାଇଡ଼ଲାଇନ୍ ଆଣ୍ଡ ଟାଇମଲାଇନ୍ ଫର୍ ଫେଜ୍ 1 ଆଡ଼ମିସନ୍ ଇଣ୍ଟୁ UG କୋର୍ସ ଫର୍ ଏକାଡେମିକ୍ ସେସନ୍ 2025-26 ହେଲା। ତ ଦେଖିଲେ, ତ 2025-26ରେ ଆପଣଙ୍କ ଯେଉଁ +3 ଫାଷ୍ଟ ଫେଜ୍ ଆସିଥିଲା ସେଥିରେ ଆପଣଙ୍କର କ୍ଲିୟର ମେନସନ୍ ଥିଲା +3 ସେକେଣ୍ଡ ଫେଜ୍ ଆସିବ ବୋଲି ହେଲା। ଏଇଟା ମେନସନ୍ ଥିଲା। ତ ବହୁତ ପିଲା ବି କିଛି ଡାଉଟ୍ ପଚାରି ପାରିବେ, ମ୍ୟାମ୍ +3 ସେକେଣ୍ଡ ଫେଜ୍ ସତରେ ଆସିବ ନା ନାହିଁ, ଏମିତି କିଛି ଡାଉଟ୍ ପଚାରି ପାରିବେ। ସେଥିରେ ଆପଣମାନେ କିଛି ଓରିଡ୍ ହେବା ଦରକାର ନାହିଁ। ମୁଁ ଏଇଠି ଆପଣଙ୍କୁ କ୍ଲିୟର ମେନସନ୍ କରିବି। ତ ଏବେ ଆମେ କ'ଣ କରିବା ନା, ସିମ୍ପଲି ତଳକୁ ସ୍କ୍ରୋଲ୍ ଡାଉନ୍ କରିବା। ତଳକୁ ସ୍କ୍ରୋଲ୍ ଡାଉନ୍ କଲେ ଆପଣମାନେ ଦେଖିପାରିବେ ଆପଣଙ୍କର ଯେଉଁ ଗାଇଡ଼ଲାଇନ୍ସଟି ଆସିଥିଲା ତା'ର ସମ୍ପୂର୍ଣ୍ଣ ଟାଇମଲାଇନ୍ ହେଲା। ସମ୍ପୂର୍ଣ୍ଣ ଟାଇମଲାଇନ୍ ପ୍ରକ୍ରିୟାଟି ଏଠି ଆମେ ଦେଖିଦେବା। ଦେଖିଦେଲେ ଆପଣମାନଙ୍କର କିଛି ଗୋଟେ ଆଇଡ଼ିଆ ଆସିଯିବ କି ଏଇ ହିସାବରେ, ବୁଝିପାରିଲେ? ସେଥିପାଇଁ ଜମା ବି କେହି ଓରିଡ୍ ହୁଅନ୍ତୁ ନାହିଁ। ଆମେ ଏଠି ବ୍ରିଫଲି ଆପଣଙ୍କର ଡିସ୍କସନ୍ କରିବା, ଓକେ? ତ ବିଲକୁଲ ବି ଆପଣମାନେ ଓରିଡ୍ ହେବେ ନାହିଁ। ତ ଚାଲନ୍ତୁ ଆମେ ଦେଖିବା। ତଳକୁ ସିମ୍ପଲି ସ୍କ୍ରୋଲ୍ ଡାଉନ୍ କରିବା। ତ ଦେଖନ୍ତୁ, ତ ଆପଣମାନେ ଦେଖିପାରୁଥିବେ ଯେଉଁ +3 ଫାଷ୍ଟ ଫେଜ୍ର ଆପଣମାନଙ୍କର ଷ୍ଟାର୍ଟ ହେଇଥିଲା ଆପଣମାନଙ୍କର 12 ଜୁନ୍ ଲେଖାଯାଇଛି ହେଲା। 12 ଜୁନ୍ ଆପଣଙ୍କର ଲେଖାଯାଇଛି। ଏଇଠୁ ଆପଣମାନେ ଦେଖିଲେ 12 ଜୁନ୍ ଆପଣମାନଙ୍କର କମନ୍ ଆପ୍ଲିକେସନ୍ ଫର୍ମ ଯେଉଁଟାକୁ କ୍ୟାପ୍ ଦେଖନ୍ତୁ, ଫାଷ୍ଟ ରାଉଣ୍ଡ ପବ୍ଲିକେସନ୍ ପ୍ରୋଭିଜନାଲ୍ ଆଲଟମେଣ୍ଟ ସିଟ୍, ଏଇଟା 12 ଜୁନ୍ ଲେଖାଯାଇଛି ହେଲା। ଆମେ ଏବେ ଫାଷ୍ଟ ସିମ୍ପଲି ଦେଖିପାରିବା ଏଇଟା କ'ଣ ଆପଣ ଲେଖା ହେଇଥିଲା। ଦେଖନ୍ତୁ, ଏଇଟା ଆପଣମାନଙ୍କର ଲେଖାଇଥିଲା ଯେଉଁ ଆପଣମାନେ କମନ୍ ଆପ୍ଲିକେସନ୍ ଫର୍ମ ଆପ୍ଲାଏ କରିଦେଇଥିଲେ, ତାପରେ ଆପଣଙ୍କର ଫାଷ୍ଟ ସିଲେକ୍ସନ୍ ଲିଷ୍ଟଟି ଆପଣମାନଙ୍କର ପ୍ରୋଭିଜନାଲ୍ ଆପଣଙ୍କର ଆଲଟମେଣ୍ଟ ସିଟ୍ ଫାଷ୍ଟ ରାଉଣ୍ଡ ଆପଣଙ୍କର 12 ଜୁନ୍ରେ ଆସିଥିଲା ହେଲା। 12 ଜୁନ୍ରେ ଆସିଥିଲା। ଆଉ ସମ୍ପୂର୍ଣ୍ଣ ଆଡ଼ମିସନ୍ ପ୍ରକ୍ରିୟାଟି ଜୁଲାଇ 16ରେ ଶେଷ ହୋଇଥିଲା ହେଲା। ଜୁଲାଇ 16ରେ ଶେଷ ହୋଇଥିଲା। ଆମେ ତଳକୁ ସିମ୍ପଲି ସ୍କ୍ରୋଲ୍ ଡାଉନ୍ କରିବା। ତଳକୁ ସ୍କ୍ରୋଲ୍ ଡାଉନ୍ କଲେ ଆପଣମାନେ ଦେଖିପାରୁଥିବେ ଫେଜ୍ 2 ଆଡ଼ମିସନ୍ ପ୍ରୋସେସ୍ ସାଲ୍ ବି ଷ୍ଟାର୍ଟେଡ୍। ଆପଣଙ୍କର ଫେଜ୍ 2 ଆଡ଼ମିସନ୍ ପ୍ରୋସେସ୍ କେବେଠୁ ଷ୍ଟାର୍ଟ ହେବାର ଥିଲା। ତ ଆପଣମାନେ ଦେଖିପାରୁଥିବେ ଆଫ୍ଟର ପବ୍ଲିକେସନ୍ ଅଫ୍ ଇନଷ୍ଟାଣ୍ଟ ଆଣ୍ଡ ସପ୍ଲିମେଣ୍ଟାରୀ ରେଜଲ୍ଟ ଅଫ୍ CHSC, ଆପଣଙ୍କର ଇନଷ୍ଟାଣ୍ଟ ଆଣ୍ଡ ସପ୍ଲିମେଣ୍ଟାରୀ ରେଜଲ୍ଟ ଆସିସାରିଲା ପରେ ହିଁ ଆପଣମାନଙ୍କର ଫେଜ୍ 2 ଆଡ଼ମିସନ୍ ପ୍ରୋସେସ୍ ଆସିବ ବୋଲି ଏଠି ମେନସନ୍ ଥିଲା, କ୍ଲିୟରଲି ମେନସନ୍ ଥିଲା। ସେଥିପାଇଁ ଆପଣମାନେ କେହି ମାନେ ଓରିଡ୍ ହେବେନି, ଭାବୁଥିବେ ଏଇଟା ଟ୍ରୁ କି କ'ଣ। ତ ଦେଖନ୍ତୁ, ଆପଣମାନଙ୍କର ଏଇଟା ଅଫିସିଆଲ୍ ଗାଇଡ଼ଲାଇନ୍ ଆପଣଙ୍କର ମେନସନ୍ ଥିଲା। ନିଶ୍ଚିନ୍ତ ଭାବରେ ଆପଣଙ୍କର +3 ସେକେଣ୍ଡ ଫେଜ୍ ଆସିବ। ସେଇଥିପାଇଁ ଆପଣମାନେ କେହି ବି ଆପଣମାନଙ୍କର ଓରିଡ୍ ହୁଅନ୍ତୁ ନାହିଁ। ଓରିଡ୍ ହେବାର କିଛି ବି ଆପଣଙ୍କର ଆବଶ୍ୟକତା ନାହିଁ ହେଲା। କେହି ବି ଓରିଡ୍ ହୁଅନ୍ତୁ ନାହିଁ। ସମସ୍ତେ ଆପଣମାନେ ୱେଟ୍ କରନ୍ତୁ। ବହୁତ ଜଲ୍ଦି ଆପଣମାନଙ୍କର +3 ସେକେଣ୍ଡ ଫେଜ୍ର ନୋଟିଫିକେସନ୍ ଆସିବାକୁ ଯାଉଛି। କେବେ ଆସିବ ସେଇ ରିଲେଟେଡ୍ ତ ଆପଣମାନଙ୍କୁ କିଛି ଜଣା ନାହିଁ, କିମ୍ବା ସେଇ ରିଲେଟେଡ୍ ଆପଣଙ୍କର କିଛି ନୋଟିସ୍ ଆସିନାହିଁ। ବହୁତ ଜଲ୍ଦି ଆପଣମାନଙ୍କର ନୋଟିସ୍ ଆସିବାକୁ ଯାଉଛି। ଏଯାଏଁ ଆପଣମାନଙ୍କର ସେଇ ରିଲେଟେଡ୍ କିଛି ବି ନୋଟିସ୍ ଆସିନି। ଯେତେବେଳେ ନୋଟିସ୍ ଆସିବ ଆମ ଏଇ ୟୁଟ୍ୟୁବ୍ ଚ୍ୟାନେଲ୍ ମାଧ୍ୟମରେ ଆପଣମାନଙ୍କୁ ସର୍ବପ୍ରଥମେ ଅପଡ଼େଟ୍ ଦିଆଯିବ, ବୁଝିପାରିଲେ? ସେଥିପାଇଁ ଆପଣମାନେ କେହି ବି ଓରିଡ୍ ହୁଅନ୍ତୁ ନାହିଁ। ସମସ୍ତେ ଧୈର୍ଯ୍ୟ ରଖନ୍ତୁ ହେଲା। ସମସ୍ତେ ଧୈର୍ଯ୍ୟ ରଖିଥାନ୍ତୁ। କେହି ଆପଣମାନେ ବେଶୀ ଓରିଡ୍ ହୁଅନ୍ତୁ ନାହିଁ। ତାପରେ ନେକ୍ସଟ ଆପଣମାନଙ୍କର ଦେଇଥିଲା ଆଫ୍ଟର ପବ୍ଲିକେସନ୍ ଅଫ୍ ଆପଣଙ୍କର ଇନଷ୍ଟାଣ୍ଟ ଆଣ୍ଡ ସପ୍ଲିମେଣ୍ଟାରୀ ରେଜଲ୍ଟ। ଆପଣମାନଙ୍କର ଏଯାଏଁ ଆପଣଙ୍କର ଇନଷ୍ଟାଣ୍ଟର ଆଉ ସପ୍ଲିମେଣ୍ଟାରୀର ରେଜଲ୍ଟ ଆସିସାରିଲାଣି। ତ ଆମେମାନେ ସିମ୍ପଲି କ'ଣ କରିବା ନା, ଅପେକ୍ଷା କରିବା। ଅପେକ୍ଷା କରିସାରିଲା ପରେ ହିଁ ଆପଣମାନେ ଜାଣିପାରିବେ ଆପଣଙ୍କର କେଉଁ ଦିନ ଆସିବ। କିନ୍ତୁ ଏଯାଏଁ ଗଭର୍ଣ୍ଣମେଣ୍ଟଙ୍କ ତରଫରୁ ସେଇ ରିଲେଟେଡ୍ କିଛି ବି ଅଫିସିଆଲ୍ ଗାଇଡ଼ଲାଇନ୍ ଆସିନାହିଁ, ଜାଣିପାରିଲେ? ତ
तो नेक्स्ट पिलांकर जो डाउट थिला हमर को पिला माने एलिजिबिलिटी क्राइटेरिया थिला तो आपन को कहि रखिया को चाहे पूर्व वर्ष नोटिफिकेशन टी आस्थिला से टोटाल 3 प्रकार पिला एलिजिबल थिले को 3 प्रकार फास्ट जो माने कैप अप्लाई कई नथले से पिला जो पिला कैप अप्लाई करथिले किंतु सिलेक्ट ही नथले से पिला जो पिला कैप अप्लाई करथिले सिलेक्ट हेथिले किंतु एडमिशन नै नथले ए 3 प्रकार पिला एलिजिबल थिले आउ गोटे आपन लास्ट गोटे सब पॉइंट थिला कि जो पिला फास्ट फेज रे एडमिशन करथिबे से पिला माने एलिजिबल नुहंती तापर कह ना बहुत पिला गवर्नमेंट को रिक्वेस्ट कले जहाँफल गवर्नमेंट कौन कले ना गोटे नुआ रिवाइज्ड गाइडलाइन आसिले तो से गाइडलाइन अनुसार जो पिला +3 फास्ट फेज रे एडमिशन नहीं सारी से पिला भी सेकेंड फेज अप्लाई करें है यहाँ गोटे नुआ रिवाइज्ड गाइडलाइन आपंकर शेष आईला जहाँफल आपण मैंने सर्वमोट कहींपारे +3 सेकेंड फेज सब पिला माने एलिजिबल एमती आउ किसी सिस्टम ना कि +3 सेकेंड फेज खाली जो मैंने एडमिशन नहीं ना फास्ट फेज से मैंने एलिजिबल तो आपण मैंने +3 फास्ट फेज भी जब आपण मैंने एडमिशन नहीं सारी आपण मैंने सेकेंड फेज एलिजिबल हेबे से किसी द्वंद्व रखु ना है आउ जब आपंकर मझे किसी भी डाउट रोचे +3 सेकेंड फेज को लेकिन यूट्यूब चैनल को आपने सब्सक्राइब करदे कौन हम जिते आम नेक्स्ट आपंकर +3 नोटिस आसो ऑफिशियल नोटिस आम आपको जनईदेवु तो ये जो आपको गाइडलाइंस कहली से पूर्व वर्ष गाइडलाइंस सब देखिए कहली ए वर्ष गाइडलाइंस जेहेतु किसी आसनी तो आम किसी पर्टिकुलर कहीपर ना तो पूर्व वर्ष गाइडलाइन देखिए कहली तो ये वर्ष आम किसी प्रेडिक्ट करवा कि पूर्व वर्ष परीक्षा हम है किंतु 100% सियोर ना कि से भाया गाइडलाइन आसो जेहेतु आपंकर ए जाए किसी भी ऑफिशियल नोटिस आसनी तो आम किसी कहीपर ना तो आशा करुँ पे वीडियो तुमको हेल्पफुल होती जदि आउ किसी एक्सट्रा डाउट रहा जहाँ भी है आपने कमेंट सेक्शन आमको जनातु आपण मानक तो ये नोटिस टी मुझे देखाई जिते आप ऑफिशियल नोटिफिकेशन आसो मुझे नेक्स्ट इनफॉरमेशन जोगाईदेवी ओके थैंक्स एवरीवन।